କୋଉ ହିସାବରେ ଦେଖୁଛନ୍ତି ମହମ୍ମଦ ମୋକିମଙ୍କର ଯୋଉ ଭଏସ? ନାଇଁ ମହମ୍ମଦ ମୋକିମ କଂଗ୍ରେସ ଜଣେ ଭଲ ଲୋକ, ପ୍ରପର୍ଟି ଥିଲେ, ସମ୍ପତ୍ତି ଥିଲେ, ଆମର ଜଣେ ଧନୀ ଲୋକ, ଇଞ୍ଜିନିୟର, ସୁସଂଗଠକ, ଏମଏଲଏ ଥିଲେ। ତାଙ୍କ କନ୍ୟା ମଧ୍ୟ ବଢ଼ିଆ ଏମଏଲଏ, ରିନାଉଣ୍ଡ ଏମଏଲଏ, ଭଲ ପାର୍ଲିଆମେଣ୍ଟ, ଖୁବ ଭଲ। କିନ୍ତୁ ସେ ଟିକେ ଦଳଠୁ ଉଦ୍ଧତ ହେଇକିରି ଯୋଉ ସୋନିଆ ଗାନ୍ଧୀ କି, ରାହୁଲ ଗାନ୍ଧୀ କି, ଆମ ଏଆଇସିସି ପ୍ରେସିଡେଣ୍ଟ ଖଗଡ଼େଙ୍କୁ ଯୋଉ କମେଣ୍ଟସ ଦେଲେ ସେଇଟା ଠିକ ହେଲା। କାରଣ ସେମାନେ ଆମର ସୁପ୍ରିମ ଭକ୍ତ ଦାସ, ଶରତ ପଟ୍ଟନାୟକ, ଅନ୍ୟାନ୍ୟ ଇଏ ଆମ ରାଜ୍ୟ ଭିତରେ ଚଳିଥାନ୍ତା, ସବୁ ଆଡଜଷ୍ଟେବଲ, ଆମେ ଆଡଜଷ୍ଟ କରିଦେବା। କିନ୍ତୁ ଏଆଇସିସି ଲିଡରଙ୍କୁ କହିବାଟା, କମେଣ୍ଟଟା ଦେବା ଭାବୁଛି ଠିକ ହେଲାନି। ସୋଫିଆଙ୍କ ଉପରେ କିଛି ପ୍ରଭାବ ପଡିବ ମୁଁ କହିପାରୁନି। ସୋଫିଆ ଗୁଡ୍ ଲେଡି, ଅତି ଭଦ୍ର ମହିଳା, ଝିଆରୀ ଆମର, ଭଲ କରୁଛନ୍ତି। ସେ ଆମ ଦଳରେ ରହିଲେ ଭଲ। ମୁଁ ଭାବୁଛି ସେ ଦଳ ଛାଡ଼ିବେନି, କାରଣ ଯୋଉ ଦଳ ତାଙ୍କୁ ସମ୍ମାନ ଦେଇଛି ସେ ଦଳକୁ ସେ ଛାଡ଼ିବେନି ଭାବୁଛି। ଦେଖାଯାଉ କ'ଣ ହଉଛି। ଭାଇ ମହମ୍ମଦ ମୋକିମଙ୍କ ସାଙ୍ଗରେ କିଛି ଦଳରୁ ଯିବେ କି, ସେମିତି କିଛି ସମ୍ଭାବନା ରହିଛି? କଂଗ୍ରେସ ହିମାଳୟରୁ କନ୍ୟାକୁମାରୀ କେତେ ଯିବେ, କେତେ ଆସିବେ, କେତେ ଯାଉଛନ୍ତି, କେତେ ଆଉଛନ୍ତି, ପ୍ରତିଦିନ ଯାଉଛନ୍ତି, ଆଉଛନ୍ତି। କଂଗ୍ରେସ ତା ବାଟରେ ଚାଲିଛି। ଦଳରେ କୌଣସି ରାହୁଲ ଗାନ୍ଧୀ ତାଙ୍କ ନେତୃତ୍ୱ ନେଇ, କାଲି ରାହୁଲ ଗାନ୍ଧୀଙ୍କର ଯୋଉ ପ୍ରୋଗ୍ରାମ ହେଲା, 3-4 ଲକ୍ଷ ଲୋକ, 80% ଯୁବକ ଯୁବତୀ ସେଥିରେ ଆସିଥିଲେ। ଆମ ବୟସର ଅଳ୍ପ ଲୋକ ଥିଲେ। ମୁଁ ଭିତରୁ ବାହାର ପର୍ଯ୍ୟନ୍ତ ଦେଖୁଥାଏ, ଚାରିଆଡେ ଜନସମୁଦ୍ର। ଦଳରେ କିଛି ପ୍ରଭାବ ନାହିଁ। କିଛି ହବ